ପିଲେ ରଜରେ ସଜ ହେବା ଲାଗି ଅନଲାଇନ୍ରେ ଡ୍ରେସ୍ ବି କିଣାକିଣି କରୁଛେ। ମନରେ ପ୍ରଶ୍ନ ଆସୁଛି କି ବ୍ରାଣ୍ଡ କଲର୍ ସବୁ ଦେଖିଲି କିନ୍ତୁ ଟଚ୍ ବା ଫିଲ୍ କରି ହେଉନି, ମାନେ ଡ୍ରେସ୍ର ମେଟେରିଆଲ୍ ଫ୍ୟାବ୍ରିକ୍ଟା କେମିତି। ତା ଲାଗି ପ୍ରଫେସର ମାନି ଆଉ ତାଙ୍କ ଟିମ୍ IIT ମାଡ୍ରାସର ବାଲା ଗୋଟେ ଟେକ୍ନୋଲୋଜି ଡେଭଲପ୍ କରିଛନ୍ତି। ମାନେ ସରଳ ଭାଷାରେ କହିଲେ ଟଚ୍ ବିଫୋର୍ ବାଏ, allow users to feel the texture of image or video displayed on the screen। ଯେମିତିକି ୱାଲ୍ ହେଲା କି ଇଟା ହେଲା ଫିଲ୍ କରିହେବ। ଆକ୍ଚୁଆଲି ସେଇଟା କ'ଣ ହେଲା ନା, ସେଇଟା ଗୋଟେ ଗ୍ୟାପ୍ଟା ମିନିମାଇଜ୍ କରିଦେଲା ଡିଜିଟାଲ୍ ଆଉ ଫିଜିକାଲ୍ ୱାର୍ଲଡ଼ ଭିତରେ। ଆଉ ସେ ଟେକ୍ନୋଲୋଜିକୁ କହନ୍ତି ନୋନ୍ ଆଜ୍ ଇଣ୍ଟରାକ୍ଟିଭ୍ ଟଚ୍ ଆକ୍ଟିଭ୍ ଡିସପ୍ଲେ ବା ଆଇଟାଡ୍ ବୋଲି କୁହାଯାଏ। ଆଉ ଏ ଟେକ୍ନୋଲୋଜିର ସିଧା ସିଧା ଆପ୍ଲିକେସନ୍ ହେଲା ଅନଲାଇନ୍ ସପିଂ, ଆଉ ଏନହାନ୍ସ ଲର୍ଣ୍ଣିଂ ଟୁଲ୍ ଫର୍ ଭିଜୁଆଲ୍ ଇମ୍ପାୟାର୍ଡ଼ ପିପୁଲ୍, ଯେଉଁମାନେ ଅନ୍ଧ ବ୍ୟକ୍ତି ସେମାନେ ତା'ର ଭଲ ବେନିଫିଟ୍ ଉଠେଇ ହେବ। ରିଏଲିଷ୍ଟିକ୍ ସିମୁଲେସନ୍ସ ଫର୍ ମେଡ଼ିକାଲ୍ ଟ୍ରେନିଂ ଆଉ ଗେମିଂ ଏକ୍ସପିରିଏନ୍ସକୁ ବଢ଼େଇ ହେବ। ଆଚ୍ଛା, ଏଇଟା କାମ କେମିତି କରେ ନା, ଗୋଟେ ହେଲା ଫ୍ରିକ୍ସନ୍ କଣ୍ଟ୍ରୋଲ୍, ମାନେ ଦେୟାର ଇଜ୍ ନୋ ମୁଭିଂ ଫିଜିକାଲ୍ ପାର୍ଟସ୍। ଆଇଟାଡ୍ ଭିତରେ ସେଗୁଡ଼ା କିଛି ନାହିଁ, କିନ୍ତୁ ସ୍କ୍ରିନ୍ କ'ଣ କରେ ଅଲ୍ଟର ସର୍ଫେସ୍ ଫ୍ରିକ୍ସନ୍ ୟୁଜିଂ ସଫ୍ଟୱେୟାର। ସେକେଣ୍ଡ ପ୍ରୋସେସ୍ ଅଛି ତା'ର ଇଲେକ୍ଟ୍ରୋ ଆଡ଼େସନ୍ କହନ୍ତି। ଇଟ୍ ୟୁଜେସ୍ ଫିଜିକାଲ୍ ଫିନୋମିନନ୍ କଲ୍ଡ ଇଲେକ୍ଟ୍ରୋ ଆଡ଼େସନ୍ ଅନ୍ ଟୁ କଣ୍ଟ୍ରୋଲ୍ ଇଲେକ୍ଟ୍ରିକ୍ ଫିଲ୍ଡସ୍ ଅନ୍ ଦ ସ୍କ୍ରିନ୍ ସର୍ଫେସେସ୍। ସ୍କ୍ରିନ୍ ସର୍ଫେସ୍ ଉପରେ ଇଲେକ୍ଟ୍ରିକ୍ ଫିଲ୍ଡଟା କଣ୍ଟ୍ରୋଲ୍ କରିବ। ଲାଷ୍ଟ ହେଲା ଟାକ୍ଟାଇଲ୍ ଫିଡ଼ବ୍ୟାକ୍, ଯେମିତି ତାଙ୍କ ଫିଙ୍ଗରଟା ଯେତେବେଳେ ଗ୍ଲାଇଡ୍ କରିବ ପ୍ଲେନ୍ ଉପରେ ବା ସ୍କ୍ରିନ୍ ଉପରେ, ଫ୍ରିକ୍ସନ୍ ଆମକୁ ଫିଲ୍ କରିବ। ଯେମିତି ଗୋଟେ ବମ୍ପସ୍ ଅଛି, ରଫନେସ୍ ଅଛି, କି ସିଲ୍କ ଟାଇପ୍ର ଅଛି, କଟନ୍ ଟାଇପ୍ର ଅଛି, ସେ ଇମେଜ୍ଟାକୁ ଫିଲ୍ କରିହେବ। ସୋ ରଜ ମଉଜର ଅନେକ ଶୁଭେଚ୍ଛା। ସ୍କୁଲ ଖୋଲିବ, ରେଡ଼ି ହେଇଯାଅ। ଜୟ ଜଗନ୍ନାଥ, ଜୟ ମା ହିଙ୍ଗୁଳା।